ଇନ୍ସପେକ୍ଟର ପାଖରୁ ମୋ ଟ୍ରକଟାକୁ ଯେମିତି ହେଲେ ରିଲିଜ କର। ହଁ, ଆଉ ଗୋଟେ କଥା ମନେ ରଖ, ଯେମିତି କେହି କାନକୁ କାନ ଖବର ନ ପାଆନ୍ତି। ସବୁ ସରିଲା ବାବୁ, କାମ ସରିଲା। ମୁଁ ସେ ରଜ ଦାସକୁ ହାଣି ନେବେ ଆପଣଙ୍କ ଜୟ ଆକାଶ ସବୁ ଦେଇକି ଦେଇଛନ୍ତି। ଚୁପ 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 ଶୁଣ, ଆଜ୍ଞା ଏଠି ପବନରେ ବି କାନ ଅଛି, ଏଠି କାନ୍ଥ ବି କଥା କହେ। ଆଜ୍ଞା ତେଣୁକରି ଗୋପନ କଥା ଗୁଡା ଗୋପନ ରଖିବାକୁ ଚେଷ୍ଟା କର। ଆଜ୍ଞା ବାବୁ। ଶୁଣ ପୂଜା, ବଗିଚାକୁ ଯିବୁ, ଆଜ୍ଞା। ଯେତକ ଭଲ ଗଛ ଅଛି ସେଥିରେ ପାଣି ଦବୁ, ଆଜ୍ଞା। ଆଉ ଯେତକ ମନା ଗଛ ଅଛି ସବୁ ଓପାଡ଼ି ଫୋପାଡ଼ି ଦବୁ। ସାଙ୍ଗେ ସାଙ୍ଗେ ଯା, 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 ଯା। ଯାଉ ଯାଉ ଯାଉ। ଓଇରା, ପୋଖରୀ ବେଙ୍ଗକୁ ସାପ ଜଗି ଅଛି, ସାପକୁ ଜଗେ ନେଉଳ। ଏ ଯା। ଯାଉଛି ବାବୁ। ବୀରଭଦ୍ର ସାମନ୍ତରାୟ, ଏ ବୀରଭଦ୍ର ସାମନ୍ତରାୟ ଗୋଟେ ଚଳନ୍ତାନିଆ। ତା ସାମ୍ନାକୁ ଯିଏ ଆସେ ସେ ଚଳି ପଡ଼ି ପାଉଁଶ ହେଇଯାଏ। ନାଇଁ 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 ନାଇଁ, ଏ ଆକାଶଟା ମତେ ଭାରି ଟେନସନ ଦଉଛି। ଇଚ୍ଛା ହଉଛି ସେଇଟାର ତଣ୍ଟି ଚିପି ମାରିଦେବା ପାଇଁ, ହେଲେ କଣ କରିବି? ଝିଅର ସିନ୍ଦୁର ଆଗରେ ଏ ମଣିଷ ମୋର ହାତଟା ଅଟକି ଯାଉଛି। ନାଇଁ, ତାର କିଛି ଗୋଟେ ବନ୍ଦୋବସ୍ତ କରିବାକୁ ପଡ଼ିବ। ଏପାରି ନହେଲେ ସେପାରି। ଏ ରାଧୁଆ, ରାଧୁଆ। রাধুয়া, রাধুয়া, এ রাধুয়া। আরে কଣ ହେଇଛି କାଶ? ତମର ରାଧା ପାଖରେ କାମ କଣ? ତା ଛଡା ତମେ ହଉଛ ଏଇ ସାମନ୍ତରାୟ ବଂଶର ଜଇଁ। ସାମନ୍ତରାୟ ବଂଶର ଜଇଁ ଗୋଟେ ମାଳି ପାଖକୁ ଯିବ? नो 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 नो, आई कैन टॉलरेट दैट। ଶୁଣ, ତମେ ଏଇଠି ଅପେକ୍ଷା କର, ମୁଁ ଚାକର ହାତରେ ତାକୁ ଡକେଇ ପଠଉଛି। ଓ ସେ ବିଷ ଅଭିନୟ ବନ୍ଦ କରନ୍ତୁ। କଣ ପାଇଁ ରଜଦାସ ପରିବାର ସାଧାରଣ କର୍ମଚାରୀକୁ ଆପଣ ରାଜ୍ୟ ଦ୍ୱାରା ମର୍ଡର କଲେ? ଆକାଶ, ତମେ ହୁଏତ ଭୁଲି ଯାଉଛ এইটা হচ্ছে প্রাইভেট কোম্পানি, আর প্রাইভেট কোম্পানি তার আনুয়াল টার্গেট দেখে। যদি কোম্পানির কিছু লস हुए এমনি ডিসিশন নেওয়া পাই পড়ে। আর তা ছড়া সেই টেকটা পাই না কোম্পানির 3 কোটি টাকা লস হইগলা। তারমানে রেপুটেশন কোম্পানি লেবল মারি ডুপ্লিকেট মেডিসিন বিক্রি করি কোটিপতি হবা ক্রিমিনাল সহিত সমান। ଆପଣ କମ୍ପାନୀର ରେପୁଟେସନ ପାଇଁ ଆପଣ ସବୁ ବନ୍ଦୋବସ୍ତ କରନ୍ତୁ। ଆକାଶ, ଟାଟା, ବିର୍ଲା, ଆଦାନୀ, ଅମ୍ବାନୀ ଭଳି ବଡ଼ ବଡ଼ କୋମ୍ପାନୀର ଗ୍ରାସ ରୁଟ୍ ଇତିହାସ କେବେ ପଢିଛ? ସେଠି କେତେ ଯେ ଶ୍ରମିକ କେତେ ଯେ କର୍ମଚାରୀ ମରୁଛନ୍ତି ତାର କିଛି ଖବର ରଖିଛ? ତେଣୁକରି ସେ ମର୍ଡର କେସ୍ ପଛରେ ନ ପଡି ନିଜର ଆନୁଆଲ ଟାର୍ଗେଟ ଫୁଲଫିଲ କରିବା ପାଇଁ ଚେଷ୍ଟା କର। ହୁଏତ ତମ ସାଲାରୀଟା ବଢି ଯାଇପାରେ। ଓ ଷ୍ଟପି ବନ୍ଦ କରନ୍ତୁ। ଏ ଆକାଶ ଦାସ କୌଣସି ପ୍ରକାର ଅନ୍ୟାୟ ସୁଦ୍ଧା ବରଦାସ୍ତ କରିବାକୁ ଚାହିଁପାରିବେ। ତେଣୁ କମ୍ପାନୀର ଏମ୍ପ୍ଲୟ ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରି କହୁଛି, ବ୍ଲାକ୍ ଧନ୍ଦା ସବୁ ବନ୍ଦ କରନ୍ତୁ। ତା ନହେଲେ ଆପଣଙ୍କ ବିରୁଦ୍ଧରେ ବିଚ ରାସ୍ତାରେ ବିଦ୍ରୋହ ହବ, ସୁରକ୍ଷାୟନ ହବ। ଆକାଶ, ତମେ ହଉଛ ଏ ସାମନ୍ତରାୟ ବଂଶର ଜଇଁ, ଆଉ ଏଲିନାର ସ୍ୱାମୀ ହିସାବରେ ତମେ ହଉଛ କମ୍ପାନୀର 50% ସେୟାର ହୋଲ୍ଡର। ନାଇଁ, ସେ ଲୋଭ ମୋର ଆଗରୁ ନଥିଲା କି ସେ ଲୋଭ ଏବେ ନାହିଁ। ବାରମ୍ବାର ମୁଁ ଆପଣଙ୍କୁ ଅନୁରୋଧ କରି କହୁଛି, ସେ ବ୍ଲାକ୍ ଧନ୍ଦା ସବୁ ବନ୍ଦ କରନ୍ତୁ। ତା ନହେଲେ ସବୁଦିନ ପାଇଁ ଏଲିନା ଗ୍ରୁପ ଅଫ୍ କମ୍ପାନୀରେ ତାଲା ପଡିଛି। କମ୍ପାନୀ ବିରୋଧରେ ଗଲେ ତମ ଚାକିରିଟା ଯାଇପାରେ, ହୁଏତ ତମ ସାଲାରୀଟା ବନ୍ଦ ହେଇଯିବ। ଚାକିରି ପ୍ରତି ମୋର ଲୋଭ ନାହିଁ, ସାଲାରୀ ପ୍ରତି ମୋର ଆସକ୍ତି ବି ନାହିଁ। ତମ ସାଲାରୀ ଉପରେ ତମ ପରିବାର ନିର୍ଭର କରେ। ପରିଶ୍ରମ କରି ପରିବାର ପୋଷିବାର ପ୍ରତିପୋଷଣର କ୍ଷମତା ଏ ଆକାଶ ଦାସର ଅଛି। ତମ ଭଉଣୀଟା କରି ଯାଉଛ ଆକାଶ। ଆପଣ ଭୁଲ ରାସ୍ତା ତିଆରି କରୁଛନ୍ତି। 12 ଘଣ୍ଟା ସମୟ ଦିଆଯାଉଛି। এই 12 ঘন্টা ভিতরে ଆପଣ ଯଦି ରଜତ ଦାସ ପରିବାରକୁ କ୍ଷତିପୂରଣ ନ ଦିଅନ୍ତି, ଦରକାର ପଡ଼ିଲେ ରଜତ ଦାସ ମର୍ଡର କେସରେ ଆପଣଙ୍କ ହାତରେ ହାତ କରି ପଡିବେ। ଯଦି ନ ଦିଏ ହାତ କରି ପଡି ଜେଲ ଯିବେ। ସେ ବିଶ୍ୱାସ କର ନା ଆକାଶ। ଅନ୍ୟାୟ ଆଗରେ ପାହାଡ଼ ପରି ଠିଆ ହେବାର ସତ୍ସାହସ ଏ ଆକାଶ ଦାସର ଅଛି ସାର୍। ବାରମ୍ବାର କହୁଛି 12 ଘଣ୍ଟା ସମୟ ଭିତରେ ଆପଣ ଯଦି ରଜତ ଦାସ ପରିବାରକୁ କ୍ଷତିପୂରଣ ନ ଦିଅନ୍ତି, ଆପଣ ଆଉ ସେ ରାଧୁଆ ମାରି ଜେଲର ଚାରିକାନ୍ଥ ଭିତରେ ରହିବେ।
ସାମନ୍ତରା ଏ ବୀରଭଦ୍ର ସାମନ୍ତରାୟ ଚାହିଁଲେ ଗୋଟାଏ ମିନିଟରେ ଓଡ଼ିଶାର ଶାସନ କଳକୁ ବଦଳି ଦେଇପାରେ ତୁ ତାକୁ ପୁଣି 12 ଘଣ୍ଟାର ସମୟ ଦଉଛୁ ନାଇଁ 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 ୟାର କିଛି ଗୋଟିଏ ବନ୍ଦୋବସ୍ତ କରିବାକୁ ପଡ଼ିବ ହଁ ୟେସ୍ ହ୍ୟାଲୋ ହଁ ବେବି ମୁଁ ପ୍ରେସ୍ ମିଟ୍ କରିବି ୟସ୍ ଭାଇ ମୁଁ କରିବୁ ସେ ମେଡିସିନ ସବୁ ସିଜ୍ ହେବା ଦରକାର দরকার পড়লে যে ভেজাল মেডিসিন সবু ମୁଁ সোশ্যাল মিডিয়াରେ ভাইরাল କରିବି ୟସ୍ ଭାଇରାଲ କରିବି ମୋ ଡାଡିଙ୍କ ବିରୁଦ୍ଧରେ କିଛି ଷ୍ଟେପ୍ ନେବା ପୂର୍ବରୁ 1000 ଥର ଚିନ୍ତା କରିବା ଉଚିତ ଦେଖ ରୀନା ମୁଁ କହୁଛି ବୁଝାଉଛି ମୋ ବାପା ମତେ ଫୋନ କରି ସବୁ କଥା କହିସାରିଛନ୍ତି ତମେ ଯୋଉ ମୋ ବାପାଙ୍କ ଛାତିରେ ଶକ୍ତ ଆଘାତ ଦେଇଛ ସେ ଆଘାତର ଯନ୍ତ୍ରଣା ମୁଁ ଏବେ ବି ସହିପାରୁନି তুমি জানিছ বিপি ও সুগার পেশেন্ট ইন্ডিয়ারে কেতে অছন্তি 40% এবো আরে সেই পেশেন্ট মানে যদি ডুপ্লিকেট মেডিসিন খাইবে তাকে অবস্থা কোন হবো তো চিন্তা করে পারিছ ତମେ କିନ୍ତୁ ଡ୍ରଗ୍ସ କଣ୍ଟ୍ରୋଲର ନୁହଁ কোম্পানির জনে এমপ্লয় ভাবরে সে কোম্পানির মু কেবে ডুপ্লিকেট মেডিসিন তৈরি হবার সুযোগ দেবিনি ও নেভার ତମ ନିଜ ଘରେ ନିଜେ ହାରିବା ପାଇଁ ଚେଷ୍ଟା କରି ଆକାଶ কোন কইବାକୁ চাହୁଛ ତମେ ଦେଖ ମୋ ବାପା ବିରୁଦ୍ଧରେ ଯାଇ ହଁ ମୁଁ ତମକୁ ଭଲ ପାଇ ମ୍ୟାରେଜ କରିଥିଲି ହେଲେ ତମେ କଣ କଲ ତମେ ସମ ସଚଟ ପଡ଼ିଆରେ ବନ୍ଧୁକ ମୋ ଛାତିରେ ବସେଇଦେଲ କଣ ଥିଲା ତମ ଘର ଟାଟସ କଷାଇ ଭାତକୁ ତମେ 4 ଭାଗ କରି ଖାଅ ପାଠ ପଢି ବେକାର ହେଇ ଚାକିରି ଖଣ୍ଡେ ପାଇଁ ଏ ଅଫିସରେ ସେ ଅଫିସ ଘୁରି ବୁଲୁଥିଲ ପୁଣି ପେନ୍ସନ ସଭା କରିବା ପାଇଁ ତମ ଘରେ ଡିଟରଜେଣ୍ଟ ପାଉଡର ବି ନଥିଲା ଆଉ ତମ ସାନ ଭାଇ ପାଠ ପଢି ବେକାର ହେଇ ପାର୍ଟ ଟାଇମ ରିକ୍ସା ଚଲାଉଥିଲା ଏଲିନା ତୁ ବନ୍ଦ କର କଣ କରିବି ଆଉ ତମ ପାଠ ପଢା ପାଇଁ ଏ ଘର ଖଣ୍ଡକ ବି ବନ୍ଧା ପଡିଥିଲା ମୋ ବାବାଙ୍କ ଠାରୁ ଟଙ୍କା ଆଣି ମୁଁ ଏ ଘର ଖଣ୍ଡକ ମୁକଳେଇଥିଲି ହେଲେ ତମେ କଣ କଲ ତମେ ଏ ଘର ମାଟି ଠାରୁ ସିମେଣ୍ଟ ପର୍ଯ୍ୟନ୍ତ ମୋ ବାପାଙ୍କ ଅନୁଦାନରେ ତମର ଏତେ ବଡ ସାହସ ও ভদ্র কইছি কথা কইবার সীমা সরক তুমি একদম ভুলি যাচ্ছ ତମେ ବି ତମ ସୀମା ଅକାତ ଭିତରେ ରହିବା ପାଇଁ ଚେଷ୍ଟା କର କାହିଁକି ନା ତମେ ସ୍ୱାମୀ ହବା ପାଇଁ ଅଯୋଗ୍ୟ କାହିଁକି ନା ତମେ ସ୍ୱାମୀ ନୁହଁ ତମେ ଗୋଟେ କାପୁରୁଷ ତମେ ଗୋଟେ ନପୁଂସକ ତମେ ଗୋଟେ କୁକୁର ତମେ ଏତେ ବଡ ସାହସ ତମେ ମତେ ହାତ ଉଠେଇ ମାରିଲ মারিলি তোমার বহুত হাত উঠাই গেল আরে তোতে কোন লক্ষ্মী ছাড়িলানি বউটাকে হাত উঠে মারা মারুছু এ বউ তো তুমি কা কইছ লক্ষ্মী সেই বউ কুয়া যায় যা হাত ছুয়ারে অরুয়া ভাত বি মহাপ্রসাদ হয়ে যায় এ বউ তো লক্ষ্মী কাহাকু কହୁଛୁ লক্ষ্মী সেই বউ কুয়া যায় যে জগন্নাথକୁ উপবাস ରଖେଇ ଦେଇଥିଲେ ଆଉ ଲକ୍ଷ୍ମୀ ସେଇ ବୋଉକୁ କୁହାଯାଏ ଯିଏ ଶ୍ରୀଆ ଚଣ୍ଡାଳୁଡ଼ି ଘରେ ରହି ପୂଜା ପାଉଥିଲେ ଏଭଳି ନାରୀ କେବେ ଲକ୍ଷ୍ମୀ ହେଇପାରେ ନା ଏଇଟା ଗୋଟେ ଅହଙ୍କାରୀ ସ୍ତ୍ରୀ ଯେ ପ୍ରତି ମୁହୂର୍ତ୍ତରେ ତା ସ୍ୱାମୀକୁ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇ ଚାଲିଛି ଚୁପ୍ କର ତୁ ମୋ ବୋଉ ଯାହା ଠିକ କରିଛି ଆରେ ମୁଠାଏ ଭାତକୁ 4 ଭାଗ କରି ଖାଉଥିଲେ ଏବେ ଆମେ ସରୁ ଚାଉଳର ଭାତ ଖାଉଛେ ଛିଣ୍ଡା ମସଲାରେ ରାତି ବିତୁଥିଲା କିନ୍ତୁ ଏବେ ପଲଙ୍କ ନହେଲେ ବାବୁକୁ ନିଦ ଆସୁନି ଶାଗ ପଖାଳରେ ଦିନ କଟୁଥିଲା କିନ୍ତୁ ଏବେ 6 କିଲୋ 9 ଭଜା ନହେଲେ ବାବୁକୁ ପାଟିକି ରୁଚୁନି ମାଟି ଘରେ ଜୀବନ ବିତୁଥିଲା କିନ୍ତୁ ଏବେ ଆମେ କୋଠା ଘରେ ରହୁଛେ କାହା ପାଇଁ ହେଇଛି ମୋ ବୋହୁ ପାଇଁ ମୋ ବୋହୁର ପାଦ ସ୍ପର୍ଶ ଘରଟା ଶ୍ରୀମନ୍ଦିର ହେଇଯାଇଛି ଆଉ ମୁଁ ଜୋର ଯାଇ କହିବି ମୋ ବୋହୁ ମୋ ପାଇଁ ଲକ୍ଷ୍ମୀ ମହାଲକ୍ଷ୍ମୀ ଯୋଉ ହାତ ଉଠେଇ ବୋହୂକୁ ମାରିଛୁ ନା ହାତ ଯୋଡ଼ି ଭୁଲ ମାଗ ମୁଁ ଭୁଲ କହିବି ହଁ ତୁ ଭୁଲ ମାଗିବୁ ମା କହୁଛି ଆରେ ମା ବନ୍ଦ କର ତମର ସେ ନାଟକ ମୁଁ ତମମାନଙ୍କୁ ଠିକ ଚିହ୍ନି ସାରିଛି ଡାଣି ଲାଗିବ ଆଉ ଗୁଣିଆ ହେଇ ଝରିବାରେ ତୁମ ଫୁଲ ମାଷ୍ଟର ତମମାନେ ଏତିକି ଚିହ୍ନିବାରେ ମୋର ଆଉ ଜମାରୁ ବୁଦ୍ଧି ଅଧୁଛି